कहले गबीश पत्र गोटे मंगलाचरण तीनटा अर्थ हम गबीश पत्र नगजात हारी गबीश ना गोयुक्त ईश गो बोलते गाई 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 मानक भितर ईश है किए षेंड मु भाबुची अरे चंडाल सेटा वृषभ कहूँ मु षेंड कहे वृषभ कहार वाहन सीए सीए देवदेव महादेव नगजात हारी नगर हूँ पर्वत पर्वत जात बोले पर्वत ठारू सृष्टि हाँ सी किए मूसा तो बुपा मुंड पर्वत मूसा सृष्टि नुहे पर्वत ठारू सृष्टि होची पार्वती पार्वती हाँ माँ पार्वती पाला वाला जाऊ सान भाई गुड़ा को किसी कहबिनी नाई नाई आमर डांगी बाड़े बाला कर बिरी कोलथ बाड़ेबा ऊपर ऊपर आग बाड़ेबा से बाड़े जाइछथि आमे एमिति बाड़ेबा किछि रहिबनी डांगी बाड़े दियो नग बोले गोटे पर्वत गोटे पहाड़ कोन छुआ जन्म करे आपण कहउछथि सीता जन्म है पृथ्वी अच्छा माटी कौन छुआ जन्म करे लक्ष्मी की कहगला वरुण कन्या बोले जलर झील अच्छा पानी कौन छुआ जन्म करे हाँ माछ माछ पानी रु माछ जन्म करछि पानी माछ जन्म करछि ताले तो घर फ्रिज पानी रे कहीं माछ जन्म हो हाँ फ्रिज पानी आउ हे पानी समाने देखो हे तो बाड़ी पट कुंडरू कहीं माछ जन्म हो अग्नि जन्म कला गोटे झील ता ना हूँ कड़े द्रौपदी द्रौपदी अग्नि कौन छुआ जन्म करे ना जानी शून्य जन्म है गोटे झील ता ना हूँ दुर्गा ताले पवन कौन छुआ जन्म करे या भितरे पाठ कौन टी पाला बाला माने शुण 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 पार्वतीर जन्म केमिति ना आपण मानकर दक्ष प्रजापति यज्ञ आरंभ कर कुमार संभव होता परा दक्ष प्रजापति यज्ञ आरंभ कर से यज्ञटीर अर्थ शिवमारण यज्ञ शिवमारण यज्ञ माँ रो अन्य नाम थिला सती 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 प्रभु धेले शिव कैलाश पर्वत है स्थान सती कहले स्वामी स्वामी मो बापा घर गोटे एडे बड़ यज्ञ होची मो बापा सबु भौणी मान डाकी मुटिके जीवी स्वामी तमे मो सांगे आस हाँ शिव उत्तर देले लो सती स्वामी तो बापार 60टा झील हाँ 59टा झील निमंत्रण होती मते कई निमंत्रण देनी मु तो बापा घर को जाई पारिनी ना काहे की स्वामी ना तो बापा मते गाली देछि गाली देछंती कौन गाली देछि ना उकुलिनो से तो जात घर द्वार नाही भोला भोला घर द्वार नाही भोला भोला घर द्वार नाही सुगल धाई अर्धरात्रे भी नाही अर्ध
ତମ ବାପା ମତେ ଅକୁଳିନ କହିଛୁ ତମେ ଦୟା କରି ବାପା ଘରକୁ ଏକା ଚାଲି ଯାଅ ମୁଁ ଯାଇପାରିବିନି କାହିଁକି ନା ଯେତେବେଳେ ପୁଅର ବାହାଘର ହୁଏ ପୁଅର ବାପା ଝିଅ ଘରକୁ ଗଲେ ଜୁଆଇଁ ବରଣ କରେ ଜାଣିନୁ କାହିଁ ପାରିବେନି ଯୋଉଟା ନ ଜାଣିଛୁ ଚୁପକିନି ବସୁ ମୋ ମୁଣ୍ଡଟାକୁ ଖରାପ କରୁ ବାପା ପୁଅ ହଉ ଝିଅର ବାହାଘର ହେଲେ ସେ ଆଗ ଜୁଇଁ ବରଣ କରେ କିନ୍ତୁ ଝିଅକୁ କିଏ ବରଣ କରେ କି ତେଣୁ ବିନା ନିମନ୍ତ୍ରଣରେ ଯେତେ ମା ଭଉଣୀ ବଇଛ ବିନା ନିମନ୍ତ୍ରଣରେ ତମେ ତମ ବାପା ଘରକୁ ଯାଇପାରିବ ପୁରାଣ କହିଛି କିନ୍ତୁ ତମ ସ୍ୱାମୀ କେବେ ଯାଇପାରିବ ନା ନା ତମ ସ୍ୱାମୀ କି ବରଣ ହବା ଦରକାର ଶିବ କହିଲେ ମୁଁ ଯାଇପାରିବିନି ନା ଯଦି ନ ଯାଇପାରିବ ତମେ ମୋ ହୃଦୟ ଭିତରେ ପଶ ନା ମାନେ ନା ହୃଦୟ ଭିତରେ ପଶିଲେ ମୁଁ ତୁମର ନାମ ଉଚ୍ଚାରଣ କରିକି ଯିବି ଶିବ ପାର୍ବତୀ ବୋଲେ ସତୀଙ୍କ ଦେହ ଭିତରେ ପଶିଲେ କହିଲେ ସ୍ୱାମୀ ଯଦି ମୋ ଦେହରେ ପଶିଲ ମତେ ବ୍ରହ୍ମଜ୍ଞାନ ଟିକେ କହ ନା ବ୍ରହ୍ମଜ୍ଞାନ তুমি শুনিପାରିବନି ତମେ ଶୁଣିପାରିବନି ବ୍ରହ୍ମଜ୍ଞାନ ତମେ କଣ ମୋର 1 ନମ୍ବର ସ୍ତ୍ରୀ କି ଆଉ ପାଲାବାଲା ପଚାରୁଥିଲେ ପାର୍ବତୀ କେତେ ନମ୍ବର ପିଲେ ଖାତାର ଲେଖ 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 ଶିବ କହିଲେ ତମେ ମୋର କେତେ ନମ୍ବର ସ୍ତ୍ରୀ କେତେ ନମ୍ବର ଅମ୍ବିକା ବିଳାସ ବ୍ରଜନାଥ ବଡ଼ଜେନା ଉତ୍ତର ଦେଲେ କହିଲେ 8 ମିଶି 100 ଭାର୍ଯ୍ୟା ଯେ ମୋର ଭୋଲା ଭୋଲା ଭାର୍ଯ୍ୟା ରେ ମୋର ଭୋଲା ଭୋଲା ଭାର୍ଯ୍ୟା ରେ ମୋର ମାତ୍ର ତାଙ୍କୁ ବହି ଅଛି ମୋହର ଶରୀର ଶିବ କହିଲେ ତମେ ମୋର 108 ନମ୍ବର ସ୍ତ୍ରୀ କରୁ 107ଟା ବାହା ହେଇଥିଲ ତା ପୂର୍ବରୁ ପୂର୍ବରୁ 107ଟା ସ୍ତ୍ରୀ ମୋର ମରି ଯାଇଛି କିନ୍ତୁ ମୁଁ ସ୍ତ୍ରୀ କି ଭଲ ପାଏ ଯୋଉ ପରିବାରରେ ଗୋଟିଏ ମୁଦ୍ରାର 2ଟା ପାର୍ଶ୍ୱ ଗୋଟେ ହଉଛି ହେଡ ଗୋଟେ ହଉଛି ତେଲ ଗୋଟେ ମୁଣ୍ଡ ଗୋଟେ ଗଣ୍ଡି ମୁଣ୍ଡଟି ହଉଛି ସ୍ୱାମୀ ଆଉ ଗଣ୍ଡିଟି ହଉଛି ସ୍ତ୍ରୀ ଯୋଉ ପରିବାରରେ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ନାହିଁ ନା ସେଇ ପରିବାରଟା କେବେ ସୁଖରେ ବଞ୍ଚିନି ନା 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 ସେ ପରିବାରର ପିଲାମାନେ ହେଲେ ବିପର୍ଯ୍ୟସ୍ତ ଅବାଟକୁ ସେ ପରିବାର ଚାଲିଯିବ ଶିବ କହିଲେ ମୁଁ ମୋ ସ୍ତ୍ରୀ କି ବହୁତ ଭଲ ପାଏ 107ଟା ସ୍ତ୍ରୀ ମୋର ମଲେଣି ମୁଁ ଭଲ ପାଇଛି ବୋଲି ଏ ଯୋଉ ଅନନ୍ତ ନାଗଟା ଅଛି ଏଇ ନାଗଟାର ଲାଞ୍ଜରେ ସବୁ ସ୍ତ୍ରୀ ମାନଙ୍କର ମୁଣ୍ଡକୁ ଗଳେଇ ଗଳେଇ ମୋ ଦେହରେ ମୁଁ ମାଳ କରିଛି ଆଉ ଗୋଟିଏ ଜାଗା ଫାଙ୍କା ଅଛି ନା କାହିଁକି ଫାଙ୍କା ଅଛି ସ୍ୱାମୀ ନା ତମେ ଯୋଉ ଦିନ ମରିବ ତମ ମୁଣ୍ଡ ଏ ଗୋଳାରେ ହାର ରେ ହୋଇବ ଭୋଲା ଭୋଲା ହାର ରେ ହୋଇବ ଭୋଲା ଭୋଲା ହାର ରେ ହୋଇବ ସେହିଦିନ ଶିବ ସାଙ୍ଗ ଯୋଗୀ ବୋଲିବ ବୋଲାଇବ ଆଉ ରିୟାଂଶର ମଙ୍ଗଳ କରନ୍ତୁ ନାରାୟଣ ଏ ପୁଅର ବି ମଙ୍ଗଳ ହଉ
ତମ ପରିବାରର କଲ୍ୟାଣ ହଉ ବୋଲାନନ୍ଦେ କହାର ହରିବ ଯା ଯା ଆଉ ଆଣିବୁ ଯା କହିଲା ତମେ ଯୋଉଦିନ ମରିବ ସେଇଦିନ ତମ ମୁଣ୍ଡଟା ଗଳେଇଲେ ମୁଁ ଅଷ୍ଟାଙ୍ଗ ଯୋଗୀ ହେବି। ହଁ ନା ଅଷ୍ଟାଙ୍ଗ ଯୋଗୀ ନା ଯୋଗୀର ଅର୍ଥ ହଉଛି ନାଗ। ଯୋଗୀର ଅର୍ଥ ନାଗ। ମୋ ଦେହରେ 7ଟା ନାଗ ଅଛନ୍ତି। ଆଉ ଗୋଟିଏ ନାଗ ବସିଲେ ମୁଁ ଅଷ୍ଟାଙ୍ଗ ଯୋଗୀ ହେବି। ହଁ ଶିବଙ୍କ ଦେହରେ 8ଟା ନାଗ କୋଉଠି ଟିକେ ଗଣନ୍ତୁ କୋଉଠି ହଉଛି ନା ନାଇଁ? ଶିବଙ୍କର 2 ପାଦରେ 2ଟା ନାଗ। ହଁ 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 ଫଟୋରେ ଅଛି ଦେଖିଛୁ ଆମେ ଆଉ। ଶିବଙ୍କ ଅଣ୍ଟାରେ ଗୋଟେ ନାଗ ହେଇଛି ବେଲ୍ଟ। ହଁ ବେଲ୍ଟ ବେଲ୍ଟ ବ୍ୟାଘ୍ର ଚମ୍ର ପରିଧ୍ୟାୟ ବିଲ୍ୱପତ୍ର ସମର୍ପଣ ରୁଦ୍ରାଭିଷେକ ବହି କରେ। ହଁ କେତେଟା ନାଗ ଗଲା? 3ଟା। ଶିବଙ୍କର ଦେହରେ ପଇତା ହେଇଛି ଗୋଟେ ନାଗ। 4 ନମ୍ବର। ଶିବଙ୍କର ବେକ ବୋଲେ କାନ୍ଥରେ ଗୋଟେ ସାପଟେ ବୁଲେଇକି ଏମତେ ଫଣା ଟେକିଛି। 5 ନମ୍ବର। ଶିବଙ୍କର 2ଟା କାନରେ 2ଟା ସାପ। 5 2 7। ଶିବଙ୍କ ମୁଣ୍ଡ ଜଟାରେ ହଁ ଗୋଟେ ସାପଟେ ଫଁ କରିକି ଉଠିଛି। ଏଇଠି କାହିଁକି? ନାଗ ବିନା କେହି ବଞ୍ଚିବନି। ହଁ ଆମେ ଏଠି ଯେତେ ବସିଛେ ଆମ ଶରୀରରେ ଗୋଟେ ନାଗ ଅଛି। ନାଗ ଅଛି।